ସମସ୍ତଙ୍କୁ ପ୍ରେଜ୍ ଦ ଲର୍ଡ। ପୁଣି ନମସ୍କାର। ପିଏଚ୍ଏମ୍ ୟୁଟ୍ୟୁବ ଚ୍ୟାନେଲରେ ମୁଁ ଆପଣମାନଙ୍କୁ ସ୍ୱାଗତ କରେ। ଆଉ ଆଜିର ପ୍ରସଙ୍ଗ ହେଲା ଜଳରେ ବାପ୍ତିସ୍ମ କଣ ଅଟେ। ଆମେ ଦେଖିବାକୁ ପାଇଥିଲୁ ବାପ୍ତିସ୍ମର ଅର୍ଥ କଣ ଅଟେ, କିନ୍ତୁ ଆଜି ଆମେ ଦେଖିବା ଜଳରେ ବାପ୍ତିସ୍ମ କଣ ଅଟେ। ପ୍ରଥମ କଥା ମୁଁ ଆପଣମାନଙ୍କୁ କହିବା ପାଇଁ ଚାହେଁ, ଅପରିଷ୍କାର ଲୋକଙ୍କ ପାଇଁ ଜଳରେ ବାପ୍ତିସ୍ମ ପରିଷ୍କାର କରଣ ଅଟେ। ପୁନର୍ବାର ଶୁଣନ୍ତୁ, ଅପରିଷ୍କାର ଲୋକଙ୍କ ପାଇଁ ବାପ୍ତିସ୍ମ ପରିଷ୍କାର କରଣ ଅଟେ। ଯଦି ଆପଣ ବାଇବଲ ପଢିବେ, ପ୍ରେରିତ ପୁସ୍ତକରେ ଲେଖାଯାଇଛି ତାର 22 ପର୍ବ ତାର 16 ପଦରେ ଏଠାରେ ଏହି ପ୍ରକାର ଲେଖାଯାଏ, ଆଉ ଏବେ ତୁମେ କାହିଁକି ବିଳମ୍ବ କରୁଅଛ, ଉଠ ବାପ୍ତିଜିତ ହୁଅ, ପୁଣି ତାହାଙ୍କ ନାମରେ ପ୍ରାର୍ଥନା କରି ଆପଣା ପାପ ସବୁ ଧୋଇ ପକାଅ। ଆଉ ଗୋଟେ ପଦ ଆମେ ପଢିବା, ପ୍ରଥମ ପିତର 3 ତାର 21। ଏଠାରେ ଏହି ପ୍ରକାର ଲେଖାଯାଏ, ଶରୀରର ମଳିନତା ଦୂରୀକରଣ ନୁହେଁ, କିନ୍ତୁ ଈଶ୍ୱରଙ୍କ ନିକଟରେ ସୂଚି ବିବେକ ପାଇବା ନିମନ୍ତେ ପ୍ରାର୍ଥନା ଯୀଶୁ ଖ୍ରୀଷ୍ଟଙ୍କ ପୁନରୁତ୍ଥାନ ଦ୍ୱାରା ଏବେ ତୁମ୍ଭମାନଙ୍କୁ ପରିତ୍ରାଣ କରୁଅଛି। ପ୍ରିୟମାନେ, ଯେମିତି ଗୋଟେ ବ୍ୟକ୍ତି ଶରୀରର ମଇଳା ଦୂର କରିବା ପାଇଁ ତାକୁ ଗାଧାଇବା ପାଇଁ ପଡିଥାଏ, ଠିକ ସେହି ପ୍ରକାର ମନୁଷ୍ୟ ଭିତରେ ଥିବା ପାପ ସବୁ ବାପ୍ତିସ୍ମ ନେବା ଦ୍ୱାରା ଧୌତ ହେଇଥାଏ, ପୁଣି ସୂଚି ବିବେକ ହେଇଥାଏ। ଏଥିପାଇଁ ଆଜି ଆମେ ଶିଖିବାକୁ ପାଉଛୁ ଯେ ବାପ୍ତିସ୍ମ କଣ ଅଟେ। ବାପ୍ତିସ୍ମ ଅପରିଷ୍କାର ଲୋକଙ୍କ ପାଇଁ ପରିଷ୍କାର କରଣ ଅଟେ। ଏଥିପାଇଁ ଯେକୌଣସି ଲୋକ ବାପ୍ତିସ୍ମ ନିଏ, ତାର ଭିତରେ ଥିବା ପ୍ରତ୍ୟେକ ପାପ ଅପରାଧ ଧୌତ ହେଇଯାଏ ଏବଂ ସେ ସୂଚି ବିବେକ ପ୍ରାପ୍ତ ହେଇଥାଏ। ଏଇଟା ହେଲା ପ୍ରଥମ କଥା। ଆଉ ଦ୍ୱିତୀୟ କଥା ମୁଁ ଆପଣଙ୍କୁ କହିବା ପାଇଁ ଚାହେଁ, ଜଳରେ ବାପ୍ତିସ୍ମ କଣ ଅଟେ। ମୃତ ଲୋକଙ୍କ ପାଇଁ ବାପ୍ତିସ୍ମ ଏକ କବର ଅଟେ। ମୃତ ଲୋକଙ୍କ ପାଇଁ ବାପ୍ତିସ୍ମ ଏକ କବର ଅଟେ। ଯେତେବେଳେ ଗୋଟେ ବ୍ୟକ୍ତି ମରିଯାଉଛି, ତାକୁ ଆମେ ମାଟିରେ କବର ଦେଇଥାଉଛୁ। ଠିକ ସେଇ ପ୍ରକାର ଯେତେବେଳେ ଗୋଟେ ବ୍ୟକ୍ତି ବାପ୍ତିସ୍ମ ନଉଛି, ତାର ପୁରାତନ ଶରୀରକୁ, ପୁରାତନ ସ୍ୱଭାବକୁ, ପୁରାତନ ଆଚରଣକୁ ଜଳରେ ବାପ୍ତିସ୍ମ ନେବା ଦ୍ୱାରା ତାକୁ ଆମେ କବର ଦେଇଥାଉଛୁ। ଆଉ ସେ ପୁନର୍ବାର ଯୀଶୁଙ୍କ ଠାରେ ପୁନରୁତ୍ଥାନ ହେଇଥାଉଛି। ପୁରାତନ ସମସ୍ତ ବିଷୟକୁ ଜଳରେ ବାପ୍ତିସ୍ମ ଦେବା ଦ୍ୱାରା କବର ଦେଇ ସେ ନୂତନ ଭାବରେ ପୁନରୁତ୍ଥାନ ହେଇ ଖ୍ରୀଷ୍ଟଙ୍କ ଠାରେ ସେ ଜୀବିତ ହେଇଯାଏ। ଯଦି ଆପଣ ବାକ୍ୟ ପଢିବେ, ଏଠାରେ ଏହି ପ୍ରକାର ଲେଖାଯାଏ, ରୋମିଓ 6 ତାର 3। ଏଠାରେ ଏହି ପ୍ରକାର ଲେଖାଯାଏ, ଆମ୍ଭେମାନେ ଯେତେ ଲୋକ ଖ୍ରୀଷ୍ଟ ଯୀଶୁଙ୍କ ଠାରେ ବାପ୍ତିଜିତ ହୋଇଅଛୁ, ସମସ୍ତେ ଯେ ତାହାଙ୍କ ମରଣରେ ବାପ୍ତିଜିତ ହୋଇଅଛୁ, ଏହା କି ତୁମ୍ଭେମାନେ ଜାଣ ନାହିଁ। ଅତଏବ ଆମ୍ଭେମାନେ ବାପ୍ତିସ୍ମ ଦ୍ୱାରା ମରଣରେ ତାହାଙ୍କ ସହିତ ସମାଧି ପ୍ରାପ୍ତ ହୋଇଅଛୁ, ଯେପରି ଖ୍ରୀଷ୍ଟ ପିତାଙ୍କ ଗୌରବ ଦ୍ୱାରା ମୃତମାନଙ୍କ ମଧ୍ୟରୁ ଯେଉଁ ପ୍ରକାରେ ଉତ୍ଥାପିତ ହେଲେ, ଆମ୍ଭେମାନେ ମଧ୍ୟ ସେହି ପ୍ରକାରେ ଜୀବନର ନୂତନ ଭାବରେ ଆଚରଣ କରୁ। ଏଠାରେ ଆମେ ଦେଖିବାକୁ ପାଉଛୁ ଯେ ଗୋଟେ ବ୍ୟକ୍ତି ବାପ୍ତିସ୍ମ ନେବା ଦ୍ୱାରା ସେ ତାର ପୁରାତନ ଆଚରଣକୁ, ପୁରାତନ ସ୍ୱଭାବକୁ, ପାପମୟ ଜୀବନକୁ କଣ କରୁଛି, ବାପ୍ତିସ୍ମ ନେବା ଦ୍ୱାରା ତାକୁ ଜଳରେ କବର ଦଉଛି ଏବଂ ସେ ପୁନରୁତ୍ଥାନ ହଉଛି ଏବଂ ଏକ ନୂତନ ଜୀବନ ଆରମ୍ଭ କରୁଛି। ପ୍ରିୟମାନେ, ଯେତେବେଳେ ଗୋଟେ ବ୍ୟକ୍ତି ଜଳରେ ବାପ୍ତିସ୍ମ ନିଏ, ତାର ଅର୍ଥ ଯେ ସେ ବାପ୍ତିସ୍ମ ନେବା ଦ୍ୱାରା ତାର ପୁରାତନ ସ୍ୱଭାବକୁ ସେ କବର ଦେଇଥାଏ। ଏଥିପାଇଁ ଦ୍ୱିତୀୟ କଥା ମୁଁ ଆପଣମାନଙ୍କୁ କହୁଛି ଯେ ମୃତ ଲୋକଙ୍କ ପାଇଁ ବାପ୍ତିସ୍ମ ଏକ କବର ଅଟେ। ପାପରେ ଯେଉଁମାନେ ଅଛନ୍ତି ସେମାନେ ଆତ୍ମିକରେ ମରିଯାଇଛନ୍ତି ଏବଂ ଯେଉଁମାନେ ପ୍ରଭୁ ଯୀଶୁଙ୍କୁ ବିଶ୍ୱାସ କରି ନିଜର ଉଦ୍ଧାରକର୍ତ୍ତା ରୂପରେ ଗ୍ରହଣ କରି ଯେଉଁମାନେ ବାପ୍ତିସ୍ମ ନେବେ, ସେମାନେ ତାଙ୍କର ପୁରାତନ ସ୍ୱଭାବକୁ ସେମାନେ କବର ଦିଅନ୍ତି। ଦ୍ୱିତୀୟ କଥା ଏହା ଅଟେ ଯେ ମୃତ ଲୋକଙ୍କ ପାଇଁ ବାପ୍ତିସ୍ମ ଏକ କବର ଅଟେ। ତୃତୀୟ କଥା ଆମେ ମାନେ ଦେଖିବା, ଜଳରେ ବାପ୍ତିସ୍ମ କଣ ଅଟେ। ପୃଥକୀକୃତ ମନୁଷ୍ୟ ପାଇଁ ବାପ୍ତିସ୍ମ ଏକ ପୁନର୍ମିଳନ ଅଟେ।
अलगा हो जाइथिबा लोकमाननक पई बाप्तिस्म एक पुनर्मिलन अटे। जदि आपण पढ़िबे एफिसियो 2 तार 11-13 पद, सेतेबेले तुम्हे माने जे ख्रीष्टनक ठारू पृथक इस्राएल प्रजास्पद रहित प्रतिज्ञायुक्त नियमरे निरंश पुनि जगतरे भरोसाहीन ईश्वर विहीन होइथिलो एहा स्मरण करो। किंतु पूर्वे दूर थिलो जे तुम्हे माने एबे ख्रीष्ट जीशुंक ठारे ताहांक रक्त द्वारा निकटस्थ होइछ। प्रिय माने पूर्वरे आमे ईश्वर विहीन थिलु, दूरे थिलु, किंतु बाप्तिस्म नेबा द्वारा प्रभु जीशुंक रक्त द्वारा आमे कोन करूछु कि परमेश्वरंकर निकटवर्ती हो जाउछु। पुनर्बार आमानंकर स्वर्गस्थ पितांक सहित आमे मिलन हो जाउछु। एथिपाई तृतीय कथा हेला जे पृथकीकृत मनुष्य पाई बाप्तिस्म एक पुनर्मिलन अटे। जेतेबेले गोटे व्यक्ति प्रभु जीशु को विश्वास करी उद्धारकर्ता रूप भाव ग्रहण करी से जेतेबेले जलरे बाप्तिस्म नहीं थाए से पुनर्बार दूर हो जाइथिबा जीवन को परमेश्वरक ठारे पुनर्बार से मिसी जाई थाए, पुनर्बार से परमेश्वर को फेरी पाई थाए। एथिपाई जलरे बाप्तिस्म नेबा निहाती आवश्यकता अटे। जेतेबेले गोटे व्यक्ति जलरे बाप्तिस्म निये से परमेश्वर सहित से पुनर्मिलित हो जाए। एवं चतुर्थ कथा मु आपण मानकु कहिबा पई चाहे, शून्य मनुष्य पाई बाप्तिस्म पूर्णता अटे। सुनंतु, शून्य मनुष्य पाई बाप्तिस्म पूर्णता अटे। जदि आपण बाइबल पढ़िबे प्रेरित पुस्तक तार 2 अध्याय तार 38 एठारे एई प्रकार लिखा जाय, तेनु पितर से मानकु कहिले आपण माने मन परिवर्तन करंतु आउ निज निज पाप क्षमा निमंते प्रत्येक जन जीशु ख्रीष्टक नाम रे बाप्तिजित हुंतु, ताहा हेले आपण माने पवित्र आत्मांकर दान प्राप्त हेबे। प्रिय माने जेतेबेले आपण जलरे बाप्तिस्म नउछंती आपण माने पवित्र आत्मांकर दान रे पूर्ण हेबे। आनंद रे, शांति रे, प्रेम रे, प्रत्येक आत्मांकर फल रे, प्रत्येक प्रभु जीशुंकर आचरण स्वभाव रे आपण परिपूर्ण हेबे। हेले जेतेबेले गोटे व्यक्ति जलरे बाप्तिस्म नउछि तार शून्यता पूर्ण हो जाउछि। एथिपाई मु आपन कहिबा पई चाहे चतुर्थ कथा बा 4 नंबर कथा एहा अटे जे शून्य मनुष्य पाई बाप्तिस्म पूर्णता अटे। जेतेबेले आपण माने जलरे बाप्तिस्म नेबे प्रभु जीशु ख्रीष्टन को विश्वास करी आपण जेतेबेले जलरे बाप्तिस्म नेबे आपणकर शून्यता कोन हे जाउछि, पूर्णता हे जाउछि। आपण पुनर्बार फेरी पाउछन्ति से स्वभाव को, प्रभु जीशुंकर स्वभाव, आचरण, आनंद, शांति जहा प्रभु जीशुंक ठारे थिला आपणक जीवन रे पुनर्बार कोन हे जीव, पूर्ण हे जीव। एथिपाई आमानक बाप्तिस्म नेबा निहाती आवश्यकता अटे। बाप्तिस्म नेबा द्वारा शून्य मनुष्य पूर्णता हे जाय। आ पंचम कथा मु आपनकु कहिबा पई चाहे, बाप्तिस्म निसंग व्यक्ति पाई परिवार अटे। बाप्तिस्म निसंग व्यक्ति पाई परिवार अटे। जेतेबेले गोटे व्यक्ति बाप्तिस्म नै थाए से गोटे परिवार सहित जड़ित हो जाय थाए। जदि आपण वाक्य पढ़िबे एफिसियो 3 तार 14-15 एठारी प्रकार लिखा जाय, ए निमंते जेउ पितांक ठारू स्वर्ग और पृथ्वीस्थ प्रत्येक पितृकुल नाम प्राप्त हुए ताहांक छामुरे मु जानुपाती प्रार्थना करूछि। जेतेबेले आपण बाप्तिस्म नियंती आपण माने पितांकर एक संतान हे जानती। बाइबल लिखा गला कि जे केही तांठारे विश्वास करे से विनष्ट नहीं अनंत जीवन प्राप्त हुए। पुणी जेते लोक थांको विश्वास कले एवं ग्रहण कले से मानक ईश्वरक संतान हेबार अधिकार देले। जेते बेले आपण माने जलरे बाप्तिस्म नउछंती आपण पुनर्बार ख्रीष्टक ठारे जीवित हे जाउछंती एवं आपण ख्रीष्टक परिवार सहित आपण मिसी जाउछंती। एक परिवार आपण पाउछंती। ख्रीष्ट आमानकर पालक होउछंती, से पिता हेउछंती। प्रिय माने एथिपाई जे जेउ लोक बाप्तिस्म निये से निसंग
ହେଇଥିବା ଦ୍ୱାରା ସେ ଗୋଟେ ପରିବାର ପ୍ରାପ୍ତ ହେଇଥାଏ। ପଞ୍ଚମ କଥା, ବାପ୍ତିସ୍ମ ନିଃସଙ୍ଗ ବ୍ୟକ୍ତି ପାଇଁ ଏକ ପରିବାର ଅଟେ। ମୁଁ ଆପଣଙ୍କୁ ଅନେକ କଥା କହିଗଲି। ଜଳରେ ବାପ୍ତିସ୍ମ କଣ ଅଟେ? ଯଦି ଆପଣ କିଏ ବାପ୍ତିସ୍ମ ନେଇନାହାନ୍ତି, ମୁଁ ଆପଣଙ୍କୁ କହିବା ପାଇଁ ଚାହେଁ, ଆପଣ ନିଅନ୍ତୁ। ଯେତେବେଳେ ଆପଣ ବାପ୍ତିସ୍ମ ନେବେ, এই 5 ଗୋଟି ଆପଣଙ୍କର ଜୀବନରେ ଆପଣ ଦେଖିପାରିବେ। ଏଥିପାଇଁ ବିଳମ୍ବ କରନ୍ତୁ ନାହିଁ। ଯଦି ଆପଣ ବିଶ୍ୱାସ କରୁଛନ୍ତି ପ୍ରଭୁ ଯୀଶୁଙ୍କୁ ଉଦ୍ଧାରକର୍ତ୍ତା ରୂପରେ ଗ୍ରହଣ କରୁଛନ୍ତି ଏବଂ ମନ ପରିବର୍ତ୍ତନ କରିଛନ୍ତି, ତାହେଲେ ଆପଣ ସୁନିଶ୍ଚିତ ଭାବରେ ବାପ୍ତିସ୍ମ ନେଇପାରିବେ। ଯେତେବେଳେ ଆପଣ ବାପ୍ତିସ୍ମ ନେବେ, এই 5 ଗୋଟି ଆପଣଙ୍କର ଜୀବନରେ ଆପଣ ଦେଖିପାରିବେ। ଆଉ ମୁଁ ବିଶ୍ୱାସ କରେ ଜଳରେ ବାପ୍ତିସ୍ମ କଣ ଅଟେ, ଏ ବିଷୟକୁ ଆପଣ ଭଲ ଭାବରେ ବୁଝିପାରିଥିବେ। ସମସ୍ତଙ୍କୁ ନମସ୍କାର। ପ୍ରେଜ୍ ଦ ଲର୍ଡ।